Okay, good evening, students. समस्त again question voice clear अछि. No issue. Everything is clear. Everything is clear. No issue. Again समस्त question voice clear अछि. Thank you. अच्छा. तो आज जो ମୁଁ କ୍ଲାସ୍ ତୁମମାନଙ୍କ ସହିତ କରେଇବି ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ତୁମମାନଙ୍କ ସହିତ ଡିସ୍କସନ୍ କରିବି ଯେହେତୁ ଆମର ପେପର ୱାନ୍ର ସେକ୍ସନ୍ ଏ ର କିଛି କ୍ଲାସ୍ କରିଛି ସେକ୍ସନ୍ 2 ର ମଧ୍ୟ କିଛି କ୍ଲାସ୍ କରିଛେ ତ ଆଜିଠାରୁ ଆମେ କିଛି କ୍ୱେଶ୍ଚିନ୍ ଆନ୍ସର ରାଇଟିଂ କରିବା ଆନ୍ସର ରାଇଟିଂ ଇନ୍ ଦ ସେନ୍ସରେ କାହିଁକି ନା ହୋମ୍ ସାଇନ୍ସ ଅପସନାଲଟା ଯେତିକି ଆମକୁ ସହଜ ଲାଗେ ପଢ଼ିବା ପାଇଁ ଆମେ ଯଦି କିଛି ଟ୍ରିକ୍କୁ ବ୍ୟବହାର କରିକିରି ଆନ୍ସର ରାଇଟିଂ କରିବା ତାହେଲେ ଆମର ସ୍କୋରଟା ହେଇପାରିବ ତ ଗୋଟେ ମିନିଟ୍ ଆମେ ଟିକେ ଟପିକ୍ ଉପରେ ସାରିବା ଆମେ ହୋମ୍ ସାଇନ୍ସ ଅପସନାଲ ଉପରେ କ୍ଲାସ୍ କରୁଛେ ତ ଅଦର ଟପିକ୍ ଉପରେ ବର୍ତ୍ତମାନ ଆମେ ଡିସ୍କସନ୍ କରିବା ନାହିଁ ଦେଖ ତ ତୁମମାନଙ୍କର ଯେଉଁ ହୋମ୍ ସାଇନ୍ସ ଅପସନାଲ ଆଜି ଚୁଜ୍ କରିଛ ତ ଆମେ ଥିଓରିଟିକାଲି ବହୁତ ସାରା ପିଲା ଷ୍ଟ୍ରଙ୍ଗ ଥାନ୍ତି ଯେହେତୁ ଚାପ୍ଟର ବହୁତ ଇଜି ଥାଏ ଯୋଉଟାକି ଆମେ ବହୁତ କିଛି ମନକୁ ମଧ୍ୟ ଲେଖିପାରିବା ଦ୍ୟାଟ୍ ମିନ୍ସ ଯଦି ଗୋଟେ 100% ଗୋଟେ କ୍ୱେଶ୍ଚିନ୍କୁ ଆମେ ଧରିବା 30% ଆରାମସେ ଆମେ ୱିଦାଉଟ୍ ପ୍ରିପାରେସନ୍ ମଧ୍ୟ ଆମେ ଲେଖିପାରିବା ଯୋଉଟାକି ଏତେ ସହଜ କିନ୍ତୁ ସ୍କୋର ହୁଏ ନା ଏଇଟା ବହୁତ ସାରା ପିଲାଙ୍କର ମାଇଣ୍ଡରେ ଥାଏ ଇଭେନ୍ ବହୁତ ସାରା ପ୍ରିଭିୟସ୍ ଟପର ମାନେ ବି ଦେଇଛନ୍ତି ସ୍କୋର ହୁଏ ନା କିନ୍ତୁ ଏଇ ବର୍ଷ ଆମର ଯିଏ ଟପ୍ କରିଛନ୍ତି ଓଏସ୍ରେ ବା ଓସିଏସ୍ରେ ତାଙ୍କର ଅପସନାଲ ଥିଲା ହୋମ୍ ସାଇନ୍ସ 350+ ଏଭବ ସ୍କୋର କରିଛନ୍ତି ମୋର କହିବା କଥା କିନ୍ତୁ ହୋମ୍ ସାଇନ୍ସ ସେତେବେଳେ ସ୍କୋର ହେଇପାରିବ ଯେତେବେଳେ ତମେ କିଛି ଟ୍ରିକ୍କୁ ବ୍ୟବହାର କରିବ କିଛି କନସେପଚୁଆଲି ପଏଣ୍ଟକୁ ବେସିସ୍ କରି ଲେଖିବ ତାହେଲେ ତମର ସ୍କୋର ହେଇପାରିବ ଆଜିର କ୍ଲାସ୍ ଅପକମିଂ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଯଦି ଆଜି ଗୁରୁବାର ହୁଏ ଶୁକ୍ର ଶନି ରବି ସୋମବାର ପର୍ଯ୍ୟନ୍ତ ଆମର ଯେତେକ ହୋମ୍ ସାଇନ୍ସର କ୍ଲାସ୍ ଚାଲିବ କେବଳ ଆନ୍ସର ରାଇଟିଂ ଚାଲିବ ଓକେ ତ ସେଥିପାଇଁ ତୁମକୁ ଗୋଟେ ରିକ୍ୱେଷ୍ଟ ରହିବ ସମସ୍ତେ ଏ କ୍ଲାସ୍ ପୂର୍ବରୁ ଯେଉଁ କ୍ୱେଶ୍ଚିନ୍ ମୁଁ ଦେଇଦେବି ତାକୁ ଯେମିତି ଲେଖିକି ଆସିବା ଦରକାର ତାହେଲେ ତୁମେ ବୁଝିପାରିବ ଯେ ଆକ୍ଚୁଆଲି ଆନ୍ସର ରାଇଟିଂ ଆମକୁ କେମିତି କରିବାର ଅଛି ଆଚ୍ଛା ମୁଁ ଟିକେ ତୁମମାନଙ୍କୁ ଆଗ ସେୟାର କରୁଛି ଆମେ ବର୍ତ୍ତମାନ ସୁଦ୍ଧା କ'ଣ ପଢ଼ିଛେ ତାପରେ ମୁଁ କ୍ୱେଶ୍ଚିନ୍ ପେପରକୁ ଯିବି ଦେଖ କଣ୍ଟେଣ୍ଟକୁ ଯିବ କଣ୍ଟେଣ୍ଟରେ ତମର ଗୋଟେ ନୂଆ ବ୍ୟାଚ୍ ଅଛି ଲେଖା ଅଛି 2025-26 ତାକୁ ଓପନ୍ କରିବ ଓପନ୍ କଲା ପରେ ପେପର 1 ସେକ୍ସନ୍ ଏ ଅଛି ପେପର 1 ସେକ୍ସନ୍ ବି ଅଛି ବର୍ତ୍ତମାନ ମୁଁ ଦୁଇଟା କ୍ଲାସ୍ ମାନେ ଆଜିର କ୍ଲାସ୍ ଆଉ ଆସନ୍ତାକାଲିର କ୍ଲାସ୍ ମୁଁ କେବଳ ସେକ୍ସନ୍ ବି ଉପରେ ଡିସ୍କସନ୍ କରିବି ଓକେ ବା ଦରକାର ପଡ଼ିଲେ ଆମେ ତିନୋଟି କ୍ଲାସ୍ ନେବା ସେକ୍ସନ୍ ବିରେ ଯେତିକି ଆମେ କ୍ଲାସ୍ କରିଛେ ତାହେଲେ ସେକ୍ସନ୍ ବିରେ କ'ଣ କ୍ଲାସ୍ କରିଛେ ଦେଖ ବେସିକ୍ ହ୍ୟୁମାନ୍ ଡେଭଲପମେଣ୍ଟର ଗୋଟେ କ୍ଲାସ୍ ହେଇଛି ଡେଭଲପମେଣ୍ଟ ଅଫ୍ ଚିଲଡ୍ରେନ୍ 0 to 5 year ଗୋଟେ କ୍ଲାସ୍ ହେଇଛି ଆଡଲ୍ଟାନ୍ସ ଡେଭଲପମେଣ୍ଟର ଦୁଇଟି କ୍ଲାସ୍ ହେଇଛି ଟୋଟାଲ କେତେଟା କ୍ଲାସ୍ ହେଇଛି 5ଟି କ୍ଲାସ୍ ହେଇଛି ତ ଏ 5ଟି କ୍ଲାସ୍କୁ ନେଇକରି ଲଙ୍ଗ କ୍ୱେଶ୍ଚିନ୍ କ'ଣ ହେଇପାରିବ বা 5ଟି କ୍ଲାସ୍କୁ ନେଇକରି କେଉଁ ଟାଇପ୍ର ଲଙ୍ଗ କ୍ୱେଶ୍ଚିନ୍ ଆସିବ ଯାହାକୁ ଆମେ କେମିତି ଲେଖିବା କାହିଁକି ନା ଆମେ ଆଡଲ୍ଟାନ୍ସ ଡେଭଲପମେଣ୍ଟରେ 0 to 5 year ଆମେ ବହୁତ କିଛି କନସେପ୍ଟ ପଢ଼ିଲେ ଯେମିତି ଇମୋସନାଲ ଡେଭଲପମେଣ୍ଟ କେମିତି ହେବ ଫିଜିକାଲ ଡେଭଲପମେଣ୍ଟ କେମିତି ହେବ ସେକ୍ସୁଆଲ ଡେଭଲପମେଣ୍ଟ କେମିତି ହେବ ଆଡଲ୍ଟାନ୍ସ ଡେଭଲପମେଣ୍ଟରେ ମଧ୍ୟ ଆମେ ଦେଖିଲେ ଯେ ଗୋଟେ ପିଲାର ଆଡଲ୍ଟାନ୍ସ କେସ୍ରେ ସେକ୍ସୁଆଲ ଡେଭଲପମେଣ୍ଟ କେମିତି ହେଉଛି ତାର ଇମୋସନାଲ ଡେଭଲପମେଣ୍ଟ କେମିତି ହେଉଛି ସବୁ ଜିନିଷ ଆମେ ଦେଖିଲେ ଆଉ ସବୁ ଜିନିଷ ଆମେ କନସେପ୍ଟୁଆଲି ମଧ୍ୟ ବୁଝିଗଲେ କିନ୍ତୁ ଇମ୍ପୋର୍ଟାଣ୍ଟ ଆଉ ସେଠି ନାହିଁ ଏବେ ହେଉଛି ଆନ୍ସର ରାଇଟିଂର ଦେଖ ମୁଁ ଗୋଟେ ଫାଇଲ୍ ତୁମମାନଙ୍କ ଏଇ ସେକ୍ସନରେ ବନେଇଛି ଯୋଉଟାକି ତୁମେ ଏଭ୍ରିଡେ ଏଇ ଫଲୋ କରିବ ଏଇ କନସେପ୍ଟକୁ ଯୋଉଟାକି ମେନ୍ ବ୍ୟାଚରେ ଯେମିତି କ୍ୱେଶ୍ଚିନ୍ ଦେଉଛି ତମର ସିଲେକ୍ଟେଡ୍ 60ଟା କ୍ୱେଶ୍ଚିନ୍ ଦେବି ସିଲେକ୍ଟେଡ୍ 60ଟା କ୍ୱେଶ୍ଚିନ୍ ମାନେ ଦେଖ ଆମର ଟୋଟାଲି ପେପର 1 ଗୋଟେ ଅଛି ପେପର 2 ଗୋଟେ ଅଛି ପେପର 1ର 2ଟା ସେକ୍ସନ୍ ପେପର 2ର 2ଟା ସେକ୍ସନ୍ ପ୍ରତି ସେକ୍ସନରୁ 15ଟା ଲେଖା କ୍ୱେଶ୍ଚିନ୍ ତମକୁ ମୁଁ ଦେବି କ'ଣ ସିଲେକ୍ଟେଡ୍ କ୍ୱେଶ୍ଚିନ୍ 15ଟା କ୍ୱେଶ୍ଚିନ୍ ମାନେ ତ ଡେଫିନେଟଲି ଆ ଭିତରୁ ତମକୁ 7ରୁ 6ଟା କ୍ୱେଶ୍ଚିନ୍ ଡେଫିନେଟଲି ପାଇଯିବ କିନ୍ତୁ ତା ସହିତ ଆମକୁ ଥିଓରି ପଢ଼ିବାର ଅଛି ଏଇ ଯେଉଁ କ୍ୱେଶ୍ଚିନ୍ ଦେବି 60ଟା କ୍ୱେଶ୍ଚିନ୍ ଏ 60ଟା କ୍ୱେଶ୍ଚିନ୍କୁ ମୁଁ ବତେଇବି ଯେ ତୁମେ କେଉଁ ଟାଇପ୍ର ଲେଖିବ କାରଣ ସେ ଲେଖା ଯଦି ଭୁଲ ହେଇଗଲା ତାହେଲେ ତମେ ଫସିଯିବ ଯେତେ କଲେ ବି ସ୍କୋର ହବ ନାହିଁ ଦେଖ ପ୍ରଥମ ରାଉଣ୍ଡର ମୁଁ କ୍ୱେଶ୍ଚିନ୍ ତମମାନଙ୍କୁ ଦେଇଦେଇଛି ଯୋଉଟାକି ଆଜି ଅପଲୋଡ୍ କରିଛି 60ଟା ଲଙ୍ଗ କ୍ୱେଶ୍ଚିନ୍ ଲେଖା ହେଇଥିବ ତାକୁ ଓପନ୍ କରିବ ପେପର 1 ଆମର ବର୍ତ୍ତମାନ ଚାଲିଛି ପେପର 1ର ପିଡିଏଫ୍କୁ ଓପନ୍ କରିବ ଦେଖ ଯୋଉଟାକି ସିଲେକ୍ଟେଡ୍ 4ଟି କ୍ୱେଶ୍ଚିନ୍ ମୁଁ ତୁମମାନଙ୍କୁ ଦେଇଛି କେତେଟା କ୍ୱେଶ୍ଚିନ୍ ଦେଇଛି ସିଲେକ୍ଟେଡ୍ 4ଟି କ୍ୱେଶ୍ଚିନ୍ ମୁଁ ତୁମମାନଙ୍କୁ ଦେଇଛି ବର୍ତ୍ତମାନ ସୁଦ୍ଧା ମୁଁ ଯେତିକି ତୁମମାନଙ୍କୁ ପଢ଼େଇଛି ବର୍ତ୍ତମାନ ସୁଦ୍ଧା ମୁଁ ଯେତିକି ତୁମମାନଙ୍କୁ ପଢ଼େଇଛି
ମୁଁ ତୁମମାନଙ୍କୁ ପଢେଇଛି କ'ଣ ନା ଡେଭଲପମେଣ୍ଟ ଅଫ ଚିଲଡ୍ରେନ୍ ଓକେ। ତୁମର ମୋର ଆସିଲା କ'ଣ ନା 6 ରୁ 5 ବର୍ଷ ପର୍ଯ୍ୟନ୍ତ ତୁମମାନଙ୍କର ଇମୋସନାଲ ଡେଭଲପମେଣ୍ଟ କ'ଣ ରହୁଛି, ତୁମର କେମିତି ଇମୋସନାଲ ଚେଞ୍ଜେସ୍ ବା ଆଡଲ୍ଟାନ୍ସ ଡେଭଲପମେଣ୍ଟ କେମିତି ରହୁଛି, ଏଇଭଳିର 4ଟି କୋଶ୍ଚିନ୍ ଦେଇଛି। ପ୍ରତ୍ୟେକ କୋଶ୍ଚିନ୍ 20 ମାର୍କିଆ, ପ୍ରତ୍ୟେକ କୋଶ୍ଚିନ୍ 20 ମାର୍କିଆ। ଏଇଠି ଗୋଟେ ଜିନିଷ ମନେ ରଖ, ଏଇଠି ଗୋଟେ ଜିନିଷ ମନେ ରଖ। ମ୍ୟାକ୍ସିମମ୍ କୋଶ୍ଚିନ୍ ତୁମର ଯୋଉ ପେପର ୱାନ୍ର ଦୁଇଟା ସେକ୍ସନ ଥାଏ, ଗୋଟେ ଥାଏ ସେକ୍ସନ ଏ, ଗୋଟେ ଥାଏ ସେକ୍ସନ ବି। ସେକ୍ସନ ବି ର ମ୍ୟାକ୍ସିମମ୍ କୋଶ୍ଚିନ୍ 20 ମାର୍କିଆ ଆସେ। ସେକ୍ସନ ବି ର ମ୍ୟାକ୍ସିମମ୍ କୋଶ୍ଚିନ୍ 20 ମାର୍କିଆ ଆସିଥାଏ। ସେକ୍ସନ ଏ ରେ ଯୋଉ କୋଶ୍ଚିନ୍ ଆସେ ମ୍ୟାକ୍ସିମମ୍ 15 ମାର୍କିଆ କୋଶ୍ଚିନ୍ ଆସିଥାଏ। ତାହେଲେ ଯେହେତୁ ଆମେ ସେକ୍ସନ ଏ ବି ଟାକୁ ଏବେ ମାନେ କୋଶ୍ଚିନ୍ ଆନ୍ସର କରିବା, ମାଇଣ୍ଡରେ ସାଇକୋଲୋଜିକାଲ ରହିବା ଦରକାର ସେକ୍ସନ ବି ରେ ଯୋଉ ସବୁ କୋଶ୍ଚିନ୍ ଆସିବ 20 ମାର୍କିଆ କୋଶ୍ଚିନ୍ ଆସିବ। 20 ମାର୍କିଆ କୋଶ୍ଚିନ୍ ମାନେ ଆମେ କେତେଟା ଶବ୍ଦରେ ଲେଖିବା? 300 ଶବ୍ଦ। 300 ଶବ୍ଦ ମାନେ କେତେଟା ପେଜ ହେଇଥିବ, এটা ଡିପେଣ୍ଡ କରେ ତୁମମାନଙ୍କ ଲେଖା ଷ୍ଟାଇଲ ଉପରେ। ସପୋଜ ତୁମେ ଗୋଟେ ପେଜରେ ଲେଖିଲା ପରେ ତୁମେ ଜାଣିଯିବ ଗୋଟେ ପେଜରେ ତୁମେ ଲେଖିଲେ କେତେ ୱାର୍ଡ ଲେଖୁଛ। 300 ୱାର୍ଡ ପାଇଁ ତୁମେ ମିନିମମ୍ ଯଦି ଆମେ ଗୋଟେ ପେଜ ଧରିବା, ଏମିତି 3ଟା ପେଜ ହବ। 3ଟା ପେଜରେ ଗୋଟେ ଲେଖା ଲଙ୍ଗ କୋଶ୍ଚିନ୍ ଲେଖି ହେଇଯିବ। ତାହେଲେ ଏଇଠି ଆମେ କ୍ଲିୟର ହେଲେ ଯେ ସାଧାରଣତଃ ଆମେ ସେକ୍ସନ ବି ର କୌଣସି କୋଶ୍ଚିନ୍ 20 ମାର୍କ ହିଁ ଆସିବ। ମତେ 20 ମାର୍କ ୱେର ମୋ ମେଣ୍ଟାଲିଟି ହବା ଦରକାର। ସପୋଜ ଦେଖ 18 নম্বর কোশ্চিন ଦେଇଛି, discuss some of the common emotional changes during the adolescence। adolescence କୁ ସମୟରେ ତୁମର କ'ଣ ଇମୋସନାଲ ଚେଞ୍ଜେସ୍ ହଉଛି, କୋଉ ଟାଇପର ଇମୋସନାଲ ଚେଞ୍ଜେସ୍ ହଉଛି। ତ ଇମୋସନାଲ ଚେଞ୍ଜେସଟା କେବଳ ଆମେ ପୁଅ ମାନଙ୍କ କେସରେ ଦେଖିବା ତା ନୁହେଁ, ବୋଥ ମେଲ୍ ଆଣ୍ଡ ଫିମେଲ। ତ ଏ କୋଶ୍ଚିନ୍ଟା ପଢୁ ପଢୁ ତୁମ ମାଇଣ୍ଡରେ ଗୋଟେ ଡାଇଗ୍ରାମ କ୍ରିଏଟ୍ ହେବା ଦରକାର ଯେ କୋଶ୍ଚିନ୍ଟାକୁ କେମିତି ରିପ୍ରେଜେଣ୍ଟ କରିବି। କାହିଁକି ନା ଏଇ ଡାଇଗ୍ରାମ ହିଁ ତମକୁ କହିବ ତୁମେ କେମିତି ଲେଖିବାର ଅଛି, କେମିତି ଲେଖିବାର ଅଛି, ଆଉ ସେଟା ହିଁ ତମକୁ ରିପ୍ରେଜେଣ୍ଟ କରିବ ତୁମେ କେତେ ସ୍କୋର କରିବ। ତ ଫାଷ୍ଟ ମାଇଣ୍ଡରେ ୱିଦିନ୍ 1 ମିନିଟ୍ ଭିତରେ, ୱିଦିନ୍ 1 ମିନିଟ୍ ଭିତରେ ଡାଇଗ୍ରାମ ୱାଇଜ ମାଇଣ୍ଡରୁ ଆସିଯିବା ଦରକାର ଯେ ମୁଁ ତ ଏମିତି ଏମିତି ଲେଖିବାର ଅଛି। ତାହେଲେ ଆମେ କେତେବେଳେ ଲେଖିପାରିବ ନା ଯେତେବେଳେ ମୋ ପାଖରେ ଥିଓରି ଷ୍ଟ୍ରଙ୍ଗ ଥିବ। ତାହେଲେ ଥିଓରି ଯେତେବେଳେ ମୁଁ ପଢିଥିବି, ମୁଁ ଜାଣିଗଲି ଯେ ଇମୋସନାଲ ଚେଞ୍ଜେସ୍ କେମିତି ହେଉଛି, ଯୋଉଟାକି ଅଲରେଡି ମୁଁ ତୁମମାନଙ୍କୁ ପଢିଛି ଟୁ ଦ ପଏଣ୍ଟରେ। ତାହେଲେ ଗୋଟେ ଡାଇଗ୍ରାମ ମାଇଣ୍ଡରେ କନସେପ୍ଟ ହେଇଗଲା ଯେ ଇମୋସନାଲ ଚେଞ୍ଜେସ୍ କ'ଣ ହେଉଛି, ତ ମୁଁ ଲେଖିବି କେମିତି। ଦ୍ୟାଟ୍ ଇଜ ଦ ଇମ୍ପୋର୍ଟାଣ୍ଟ ପଏଣ୍ଟ। କାହିଁକି ନା ଓଏଏସରେ ବା ଓସିଏସ୍ ଏକ୍ସାମରେ ପଢିବାଟା ଯେତିକି ସହଜ, ରିପ୍ରେଜେଣ୍ଟ କରିବାଟା ହେଉଛି ଡିଫିକଲ୍ଟ। ଯୋଉ ଷ୍ଟୁଡେଣ୍ଟ ବା ଯୋଉ ପିଲା ରିପ୍ରେଜେଣ୍ଟ ପ୍ରପର ୱେରେ କରିଦେଲା, ସେ ଡେଫିନେଟଲି ସ୍କୋର କରିଦେବ। ତାହେଲେ ଆମେ ମିନିମମ୍ ଏଇ ମାର୍କରେ 20ରୁ ମତେ 12+ ଆଣିବାର ଅଛି। ତାହେଲେ ମୁଁ କ'ଣ କରିବି? 3ଟି ଜିନିଷ ଧ୍ୟାନ ଦେବ। 3ଟି ଜିନିଷ ତମର ଠିକ ଅଛି, ଦେନ୍ ଇଟ୍ ୱିଲ୍ ବି ଓକେ। ଆଚ୍ଛା, ପ୍ରଥମ ପଏଣ୍ଟ କ'ଣ? ଟୁ ଦ ପଏଣ୍ଟ। ଆମକୁ ଟୁ ଦ ପଏଣ୍ଟରେ ଯିବାର ଅଛି। ଟୁ ଦ ପଏଣ୍ଟର ତ ଆମକୁ ଯାହା ପଚାରିଛି ତା ବିଷୟରେ ଆମେ ଲେଖିବା ଯେ ଡିସ୍କସ୍ ସମ୍ ଅଫ୍ ଦ କମନ ଇମୋସନାଲ ଚେଞ୍ଜେସ୍ ଡ୍ୟୁରିଂ ଆଡଲ୍ଟନ୍ସ। ତାର୍ଥ କୈଶବାବସ୍ଥାରେ କେତେକ ସାଧାରଣ ଆବେଗାତ୍ମକ ପରିବର୍ତ୍ତନ ଗୁଡ଼ିକ ଆଲୋଚନା କର, ଯୋଉଟାକି ତମର ଇମୋସନାଲ ଚେଞ୍ଜେସ୍ ହେଉଛି। ଫାଷ୍ଟ ତୁମେ ଆଜ ଏ ଇଣ୍ଟ୍ରୋଡକ୍ସନ ରଖିବ। ସବୁ କୋଶ୍ଚିନ୍ର ଗୋଟେ ଇଣ୍ଟ୍ରୋଡକ୍ସନ ରଖିବ। ଇଣ୍ଟ୍ରୋଡକ୍ସନ କେତେଟା ଶବ୍ଦ ଭିତରେ ରଖିବ? ମ୍ୟାକ୍ସିମମ୍ 50ଟା ଶବ୍ଦ ଭିତରେ। 50ଟା ଶବ୍ଦ ମାନେ ତମେ ଯଦି 4-5ଟା ଦେଖ, ଇଏ ଗୋଟେ ଲାଇନ ଲେଖା ହେଇଛି 1 2 3 4 5 6 7 8 9 10, ମାନେ 10ଟା ହେଇଯାଉଛି। ତମେ ଲେଖିଲା ଟିକେ ଅଧିକ ହେଇଯିବ। ତାର ତ ମିନିମମ୍ 4ରୁ 5ଟା ଲାଇନ। ଦେଖ ଏଟା ହଉଛି ଡାଇଗ୍ରାମ ମାଇଣ୍ଡରେ ଆସେ। ଦେଖ ମତେ 4ଟାରୁ ମ୍ୟାକ୍ସିମମ୍ 5ଟାରୁ 6ଟା ଲାଇନ ଭିତରେ ଲେଖିବାର ଅଛି ଇଣ୍ଟ୍ରୋଡକ୍ସନ। ଓକେ, ଇଣ୍ଟ୍ରୋଡକ୍ସନ ଲେଖି ସାରିଲା ପରେ ଏବେ ଆସିଲା ବଡି। ବଡିରେ 2ଟା ଜିନିଷ ରଖିବ। ଗୋଟେ ରଖିବ ଥିଓରି। କ'ଣ ରଖିବ? ଥିଓରି। ଆଉ ଗୋଟେ କ'ଣ ରଖିବ? ଲେବଲିଂ। କ'ଣ ରଖିବ? ଲେବଲିଂ। ଦେଖ ହୋମ ସାଇନ୍ସରେ ଆମକୁ ଝିଅର ଚିତ୍ର କରିବାର ନାହିଁ ନା ପୁଅର ଚିତ୍ର କରିବାର ନାହିଁ। ସେକ୍ସୁଆଲ ଡେଭଲପମେଣ୍ଟରେ ଆମର ଅର୍ଗାନର ଫିଗର କରିବାର ନାହିଁ, କିଛି ବି ନାହିଁ। ଆମକୁ ଏଠି ଲେବଲିଂ ଦରକାର ହୁଏ। କାହିଁକି? ହୋମ ସାଇନ୍ସରେ ତୁମେ ବହୁତ ସାରା ପିଲା ଭାବନ୍ତି ଯେ ଆମକୁ ଡାଇଗ୍ରାମ ରିପ୍ରେଜେଣ୍ଟ କରିବାର ଅଛି। ଏଠି ଆମକୁ ଡାଇଗ୍ରାମ ଦରକାର ନାହିଁ, ଆମକୁ ଏଠି ଲେବଲିଂ ରିପ୍ରେଜେଣ୍ଟ କରିବାର ଅଛି ଯେ ଆମର ଇମୋସନାଲ ଚେଞ୍ଜେସ୍ କ'ଣ ହେଉଛି। କୌଣସି ଆଙ୍ଗେଲରେ ତମେ ଦେଖୁଛ, ଯେମିତି ମୁଁ ତୁମମାନଙ୍କୁ କହିଥିଲି ମୁଡ୍ ସୁଇଙ୍ଗ ହବା,
जोटा कि हार्मोनाल चेंजेस होची तुम ब्रेन रो डेवलपमेंट होची तुमर छोट छोट कथा इरिटेट हुआ फैमिली ठाରୁ ଦୂରେଇ ରହିବା ପାଇଁ ଟ୍ରାଏ କରିବା जो इमोशनल जो चेंजेस होता है ये सब एडल्टांस केस रहता है तो आकु तुमर माइंड मुताबिक गोटे लेवलिंग करिवो आइदर राउंड वाला हो किंबा स्क्वायर वाला हो कौनसीटा लेवलिंग करिवो ता लेवलिंग टा हठात इंट्रोडक्शन परे करिवोनी इंट्रोडक्शन परे लेवलिंग करिवोनी किछि लेखिवो तापर लेवलिंग करिवो अल्प लिखियो मैंने बेसी भी लिखियोनी कारण लेबलिंग को बेस कर ता भीतर लिखा हम किंबा जब तुम इंट्रोडक्शन पर लेबलिंग भी करूछ किसी भी असुविधा नहीं किसी भी असुविधा नहीं लेबलिंग कल लेबलिंग पर एक्सप्लेन करो एक्सप्लेन जिते करिवो दुईटा जिनिस ध्यान दो मैक्सिमम दुईटी लाइन भीतर रहा दरकार तुमको स्टार दे मेंशन करिवो काहे ना एग्जामिनर जिते भी खाता देखते एग्जामिनर जिते भी खाता देखते से ट्राए करती को पॉइंट ऑफ फोकस करने ଆଉ ତୁମେ ଲେଖିଲା ବେଳେ ସେଇଭଳି ଲେଖିବ କାହିଁକି ନା ତୁମେ ଯୋଉ ଲେଖିବ ପେଜଟା ଏଇଭଳି ଥିବ ଏପଟେ ଗାର ପଡିଥିବ ଏପଟେ ଗାର ପଡିଥିବ ଯେତେବେଳେ ଷ୍ଟାର ଦେଇ ଲେଖୁଥିବ ତୁମେ ଫିଲ୍ କରୁଛ ଏ ସେଣ୍ଟେନ୍ସଟା ଟିକେ ଇମ୍ପୋର୍ଟାଣ୍ଟ ସେଣ୍ଟେନ୍ସ ତା ତଳେ ଅଣ୍ଡରଲାଇନ୍ କରୁଥିବ ସେଟା ଏଇ ଜିନିଷଟାକୁ ଏବେଠୁ ହାବିଟକୁ ଆଣିବାକୁ ପଡିବ କାହିଁକି ନା ଏବେଠୁ ଯଦି ନ କରିବ ଏକ୍ସାମ ହଲରେ ତମର ବି ହବ ନାହିଁ ସପୋଜ ତଳେ ଆଉ ଗୋଟେ ସେଣ୍ଟେନ୍ସ ଲେଖିଲ ତଳେ ଗୋଟେ ଲେବଲିଂ କରିବ ମାନେ ଲେବଲିଂ କରୁଛେ ଅଣ୍ଡରଲାଇନ୍ କରିବ ଯେ ଏଇଭଳି ୱେରେ ଲେଖିଲେ ଏକ୍ସାମିନକୁ ଆଟ୍ରାକ୍ଟ କରିପାରିବ ତୁମ ଲେଖା ଆଡ଼କୁ ସୋ ଦ୍ୟାଟ୍ ଗୋଟେ ଭଲ ସ୍କୋର ହେଇପାରିବ ତାହେଲେ ଦୁଇଟା ଜିନିଷ ତିନିଟା ପ୍ରଥମ ପଏଣ୍ଟ ହେଲା କ'ଣ ଇଣ୍ଟ୍ରୋଡକ୍ସନ ଇଣ୍ଟ୍ରୋଡକ୍ସନ ପରେ ଆସିଲା ବଡି ବଡିରେ ଦୁଇଟା ଜିନିଷ ସବୁବେଳେ ପାଇଁ ରଖିବ ଗୋଟେ ହେଲା ଲେବଲିଂ ଗୋଟେ ହେଲା ଥିଓରି ତାପରେ ଆସିଲା କନକ୍ଲୁଜନ ଦେଖ ମୋଷ୍ଟ ତୁମକୁ ଗୋଟେ କନକ୍ଲୁଜନକୁ ରିପ୍ରେଜେଣ୍ଟ କରିବାର ଅଛି ଆଇଦର ଦୁଇ ତିନିଟା ଲାଇନ୍ ହଉ କି ତିନି ଚାରିଟା ଲାଇନ୍ ହଉ କି ବହୁତ କମରେ ଟ୍ରାଏ କରିବ କରିବା ପାଇଁ ଗୋଟେ କନକ୍ଲୁଜନକୁ ଏ ତିନୋଟି ଜିନିଷକୁ ତୁମେ ଲେଖିବା ପାଇଁ ଟ୍ରାଏ କରିବ ଆଉ ସବୁବେଳେ କେବେ ବି ଚେଷ୍ଟା କରିବନି ପ୍ୟାସେଜ ଆକାରରେ ଲେଖିବା ପାଇଁ ବୁଝିପାରିଲି ରୋଜାଲିନି ମିଶ୍ର କଣ ଲେଖୁଛ ହଁ I ସେଟା ହେଲେ କଣ ନା ଏକ୍ସାମିନର ମାଇଣ୍ଡ ମାତ୍ର 5ଟା ପଏଣ୍ଟ ଲିଖିଛି ଦ୍ୟାଟ୍ ଇଜ ସେଲ୍ ଅଛି ପାଞ୍ଚ ତ ଦୁଇଟା ଲେଖିଛି ନାହିଁ ଆମେ ଲେଖିପାରିଛେ କେତେଟା ପଏଣ୍ଟ ଲେଖୁଛେ ମୁଁ ଷ୍ଟାର ଦେଇ ଲେଖିବି କିମ୍ବା ଏମିତି ଚିହ୍ନ ଦେଇ ଲେଖିବି ତୀର ଦେଖିବେ କାରଣ ଏଟା ଇଏ ଗୋଟେ ନେଗେଟିଭ କେସ୍ ବହୁତ ଥର କିଛି ଟିଚରଙ୍କ ସହିତ ମୁଁ କଥା ହେଇଥାଏ ତ ତାଙ୍କ କହିବା ଯେ ମାଇଣ୍ଡ ଗୋଟେ ଏଇଟା ସାଇକୋଲୋଜି କ୍ରିଏଟ୍ 4ଟା ପଏଣ୍ଟ ଲେଖିଛି ସେ ଜିନିଷକୁ ତୁମେ ଷ୍ଟାର ଦେଇ ଲେଖିଥିବ ଲେବଲିଂ କରିଥିବ କିଛି ସେ ଜିନିଷ ମାଇଣ୍ଡରେ ଜେନେରେଟ୍ ହବନି 3ଟା ପଏଣ୍ଟ ଲେଖିଛି ଯୋଉଟା ଲେଖେଇଦେଲ ଯେ ମୁଁ 3ଟା ପଏଣ୍ଟ ଲେଖିଛି ସେଇଠି ନେଗେଟିଭ ସାଇନ୍ ଆସିଯାଇ ହବାର ଚାନ୍ସ ଥାଏ ଓକେ ଏତିକି ଜିନିଷକୁ ମେଣ୍ଟେନ୍ କରିବ ଆରାମସେ ତୁମେ ଲେଖା ହେଇଯିବ କାହିଁକି ନା ଆମେ GS1 ପେପର ମେନ୍ରେ ଲେଖି ଦଉଛେ କିନ୍ତୁ ଏପର୍ଯ୍ୟନ୍ତ ଆମେ ଅପସନାଲ ଲେଖା ଷ୍ଟାର୍ଟ କରିଥିଲେ ଯୋଉଟା କି ଆଜିଠୁ ମୁଁ ଷ୍ଟାର୍ଟ କଲି ତୁମକୁ ଏ 4ଟି କ୍ୱେଶ୍ଚିନ୍ ଦେଇଛି କାଲି ପାଇଁ ଲିଲି କାହିଁ କରୁଛ ଲିଲି ହଁ ତୁମକୁ ଏ 2ଟା କ୍ୱେଶ୍ଚିନ୍ ଆସନ୍ତା କାଲି ପାଇଁ ଏ ଲେଖିକି ତୁମେ ଅପଲୋଡ କରିବ କୋଉଠି ହୋମ ସାଇନ୍ସ ଗ୍ରୁପରେ ଅପଲୋଡ କରିବ ହୋମ ସାଇନ୍ସ ଗ୍ରୁପରେ ଅପଲୋଡ କରିବ ଯୋଉଟା କି ତମର ଇଏ ଅଛି ମୁଁ 2ଟା ପ୍ରକାର ନୋଟ୍ ଦେବି ଗୋଟିଏ ମୋ ହ୍ୟାଣ୍ଡ ରାଇଟିଂ ନୋଟ୍ ଦେବି ମୋ ନୋଟଟା ଇଂଲିଶରେ ଥିବ ମୋ ନୋଟଟା ଇଂଲିଶ ଥିବ ଯୋଉଟା କି ମୁଁ ଲେବଲିଂ କରିଥିବି ମୁଁ ଆଜି ଏକ୍ସାମିନରକୁ ଦେଲା ଭଳିଆ ଟାଇପର ଲେଖିକି ଦେଇଥିବି ଆଉ ଗୋଟେ ନୋଟ୍ ଦେବି ଯୋଉଥିରେ କି ଓଡ଼ିଆରେ ଲେଖା ହେଇଥିବ ଇଂଲିଶରେ ଲେଖା ହେଇଥିବ ଓଡ଼ିଆ ଥିବ ଇଂଲିଶ ଥିବ ତ ଏଟା ହଉଛି ହାର୍ଡ କପି ଏଟା ହଉଛି ହାର୍ଡ କପି କିନ୍ତୁ ଗୋଟେ ଷ୍ଟୁଡେଣ୍ଟ ହିସାବରେ କେମିତି ଲେଖିବା ଦରକାର ପାରାଗ୍ରାଫ ଲେଖିବନି इंट्रोडक्शन बा कहि 4टा पॉइंट तुम केम 4टा लाइन केमती तुम पॉइंट कर लिखियो যদি পয়েন্ট সম্ভব হবো লিখিপারিব কিন্তু চেষ্টা করিব ইন্ট্রোডকশন কু মানে পয়েন্ট করে ন লিখিবা পাই ইন্ট্রোডকশন টাକୁ চেষ্টা করিব তুমি গোটে পারারে সারিবা পাই ইন্ট্রোডকশন গোটে পারা ওকে তা বডিটাକୁ পয়েন্ট লিখিব বডিটাକୁ পয়েন্ট লিখিব ଆଉ ইভেন কনক্লুজন কু ମଧ୍ୟ ପାରାଗ୍ରାଫରେ ସାରିବ ଇଭେନ କନକ୍ଲୁଜନ କୁ ମଧ୍ୟ ପାରାଗ୍ରାଫରେ ସାରିବ ବୁଝିପାରିଲେ ସମସ୍ତେ ଆଉ ସମସ୍ତେ ଟ୍ରାଏ କର ଲେଖିବା ପାଇଁ ତମେ ଯଦି ଏବେଠୁ ନ ଲେଖିବ ଦେଖ हाँ ग्रुप अपलोड कर हाँ देख ये गोटे जिन मुझे कहूँ जदि मार्च मस भितर ये सब जिन तुम न सार एप्रिल मे मसरे कदापि तुम ये जिन कर कारण मिनिमम 60 दिन रख केवल MCQ और रिविजन ये जो 3 मासरे आमको 3टा जिन करा पड़े ऑप्शनल करार मेन पढ़ार अच्छी सहित आमको कौन करार अच्छी ना प्रिलिम पढ़ार अच्छे तो से जिन मेंटेन करार अच्छे समस्त क्लीयर हम आसंता काली कौ 2टा क्वेश्चन क्लीयर अच्छ प्रथम 2टा क्वेश्चन अच्छा पियाजेंट थ्योरी ओके मनोज जोटा कि तुमको पढ़ाई देखो से गोटे क्वेश्चन भितर एटा पढ़ाई बट ताकू नहीं किसी कोळा क्वेश्चन कला इनडायरेक्टली पचार
ଆଚ୍ଛା ତୁମେ କାଲି ଲେଖ, ମୁଁ ଗୋଟେ ବନେଇ ଦେଇଥିବି, ସେଇଠୁ ତମର ଆଇଡିଆ ଆସିଯିବ। ଓକେ, ଥ୍ୟାଙ୍କ ୟୁ। ଓକେ, କାଲି ପାଇଁ ପୁରା ସମସ୍ତେ ରେଡି? କାଲି କେହି ଲାଇଭ କ୍ଲାସକୁ ମିସ୍ କରିବନି, କାରଣ ଲାଇଭ କ୍ଲାସରେ ଏଇଟା ମୁଁ ତମକୁ ଡିସ୍କସନ କରିବି ଲାଇଭ କ୍ଲାସରେ। ଆଉ ତମକୁ ବତେଇଦେଲି କୋଉ କୋଉ ପଏଣ୍ଟ ଲେଖିବାର ଅଛି। ଆ ବାହାରେ ଯିଏ ଲେଖିଥିବ ମତେ ଲାଇଭ କ୍ଲାସ ଥିବ, ମୁଁ କ୍ୱେଶ୍ଚିନ୍ ପେପର ସେୟାର କରିବି ପ୍ରତ୍ୟେକ ପିଲାଙ୍କର। ଯିଏ ଆକୁ ଛାଡିକିରି ବାହାରେ ଲେଖୁଥିବ, ସପୋଜ ମୁଁ ତମକୁ କହିଥିବି ଇଣ୍ଟ୍ରୋଡକ୍ସନ କୁ ପାରାଗ୍ରାଫ କରିବ, ତମେ ଇଣ୍ଟ୍ରୋଡକ୍ସନ କୁ ଲେଖିଥିବ ପଏଣ୍ଟରେ, ସେତେବେଳେ ମୋ ଠାରୁ ଶୁଣିବ। ଆଉ ଲେବଲିଂ ମଷ୍ଟ, ପଛେ ନ ଲେଖ କିନ୍ତୁ ଲେବଲିଂ ମଷ୍ଟ। ଆଉ ଯେତେ ଚେଷ୍ଟା କରିବ ସୁନ୍ଦର ଡାଇଗ୍ରାମକୁ ରିପ୍ରେଜେଣ୍ଟ କରିବା ପାଇଁ ବା ଲେବଲିଂକୁ ରିପ୍ରେଜେଣ୍ଟ କରିବା ପାଇଁ। ବୁଝିପାରିଲ? କାଲି ଦିଟା କ୍ୱେଶ୍ଚିନ୍ ତୁମମାନଙ୍କ ପାଇଁ ରହିଲା। ଓକେ, ଥ୍ୟାଙ୍କ ୟୁ।